ଶ୍ରବଣ କରିଥିଲେ ଯେ କୁବେରଙ୍କ ଠାରୁ ଧ୍ରୁବ ବରପ୍ରାପ୍ତି ହେଇଛନ୍ତି ଏବଂ ରାଜ୍ୟ ଶାସନ ପରେ ସେ ଧ୍ରୁବ ଲୋକ ମଧ୍ୟ ପ୍ରାପ୍ତି ହେଇଛନ୍ତି। ଆଜି ଏ ତ୍ରୟୋଦଶ ଅଧ୍ୟାୟରେ ପରମ ଭକ୍ତ ଧ୍ରୁବଙ୍କର ବଂଶଜାତ ବେଣଙ୍କ ବିଷୟରେ ଆମେ ଆଲୋକପାତ କରିବା। ବର୍ତ୍ତମାନ ଟିକେ ବଂଶାନୁଚରିତର ଅଧ୍ୟାୟ ଚାଲିଛି। ଆଉ ବାସ୍ତବରେ ଯେତେ ବଂଶାନୁଚରିତର ପ୍ରସଙ୍ଗ ଆସେ ସେ ସବୁଗୁଡ଼ିକ ବିଶେଷ ଭାବରେ ଭାଗବତରେ ହିଁ ସବୁଠାରୁ ଭଲ ପ୍ରମାଣ ଆମକୁ ମିଳିଥାଏ। ଅନ୍ୟ ଯେତେ ଗ୍ରନ୍ଥରେ ପ୍ରମାଣ ମିଳିଛି ବଂଶାନୁଚରିତ ବଂଶ ପରମ୍ପରାର କଥା ଆମକୁ ଅନ୍ୟ ଗ୍ରନ୍ଥରେ ବି ଦେଖିବାକୁ ମିଳେ, କିନ୍ତୁ ବିଶେଷ ଭାବରେ ତାହା ବିସ୍ତୃତ ଭାବରେ ଆଉ ସରଳ ଭାବରେ ଆମକୁ ଭାଗବତରେ ମିଳନ୍ତି। ଆମେ ଦେଖୁଛେ ସିଂହଦ୍ୱାର, ଅରୁଣ ସ୍ତମ୍ଭ, ଭକ୍ତମାନଙ୍କର ସମାଗମ, ରବିବାରିଆ ଭକ୍ତ, ଏପଟେ ମହାପ୍ରଭୁ ରବିବାରିଆ ଠାକୁର ଆମର ୟାକୁ ଆଜି ତ ରବିବାରିଆ ଠାକୁର କୁହାଯିବ ଆଉ, କାରଣ ଭିଡ଼ ଯେଉଁଠି ଅଧିକ ହେଇଗଲା ଠାକୁରଙ୍କ ମନ ଟିକେ ଚଉଡ଼ା, ଭକ୍ତ ବେଶୀ ଆସିଲେ ଭଗବାନ ଟିକେ ଚଉଡ଼ା ହେଇଯିବେନି। ସିଏ ସଦାବେଳେ ତାଙ୍କର କିଛି ହର୍ଷ ନାହିଁ କି ବିଷାଦ ନାହିଁ, ହର୍ଷ ବିଷାଦ ହର୍ଷ ଶୋକ ରହିତ ମହାପ୍ରଭୁ। ତେବେ ମୈତ୍ରେୟ ବିଦୁରଙ୍କ ସମ୍ବାଦରେ ମୈତ୍ରେୟ କହୁଛନ୍ତି ଯେ ହେ ବିଦୁର, ଧ୍ରୁବଙ୍କ ପୁତ୍ର ଉତ୍କଳ ଉତ୍ତମ ରୂପରେ ରାଜ୍ୟ ଶାସନ କଲେ। ଉତ୍କଳ ଆଉ ସିଏ ଥିଲେ କ'ଣ ନା ଯେଉଁ ଉତ୍କଳ ଧ୍ରୁବଙ୍କ ପୁତ୍ର ତାଙ୍କରି ନାମରୁ ଆମ ରାଜ୍ୟର ନାମ ହେଉଛି ଉତ୍କଳ। ତ୍ରୈଲୋକ୍ୟ ପୃଥିବୀ ଧନ୍ୟା ତନ୍ମଧ୍ୟ ଉତ୍କଳ ସ୍ରୋତ, ତନ୍ମଧ୍ୟ ଭାରତ ସ୍ରୋତ, ତନ୍ମଧ୍ୟ ଉତ୍କଳ ଧନ୍ୟା, ତନ୍ମଧ୍ୟ ପୁରୁଷୋତ୍ତମ। ତେଣୁ ସେ ଉତ୍କଳ ହେଉଛି ଧ୍ରୁବଙ୍କ ପୁତ୍ରଙ୍କ ନାମରେ। ତେବେ ସେ ଥିଲେ ଆତ୍ମଜ୍ଞାନୀ ଏବଂ ସମଦର୍ଶୀ। ଆଉ ଈଶ୍ୱର ସବୁଠି ବିରାଜିତ ଜାଣିସାରିବା ପରେ ତାଙ୍କର ନିର୍ମଳ ଜ୍ଞାନ ଚକ୍ଷୁ ଉନ୍ମିଳନ ହେଲା। ଯେତେବେଳେ ନିର୍ମଳ ଜ୍ଞାନ ଚକ୍ଷୁ ତାଙ୍କର ଉନ୍ମିଳନ ହେଲା, ସେପରି ଅନୁଭବୀ ରାଜା ମଧ୍ୟ ଜଗତରେ ବିରଳ। ସେଇ ବଂଶରେ ଅଙ୍ଗ ଆଉ ଯମଙ୍କ ଦୁହିତା ସୁନୀତିଙ୍କ ସନ୍ତାନ ହେଉଛନ୍ତି ବେଣ। ଏବେ ଆମେ ବେଣଙ୍କ ସମ୍ପର୍କରେ ଆଲୋକପାତ କରିବା, ଯାହା ଆଜିର ଅଧ୍ୟାୟ। ଆଉ ବିଦୁର ମଧ୍ୟ ଧ୍ରୁବଙ୍କୁ କହୁଛନ୍ତି, ବିଦୁରଙ୍କୁ ମୈତ୍ରେୟ କହୁଛନ୍ତି ଯେ ହେ ବିଦୁର, ଏବେ ତୁମେ ବେଣଙ୍କ ସମ୍ପର୍କରେ ଶୁଣ କହୁଛି। ଯେତେବେଳେ ଏଠି ମଧ୍ୟ କଥା ଆସିଲା ଯେ ମାତାମହଙ୍କ ଦୋଷରୁ ବେଣଙ୍କ ଦୁଷ୍ଟ ଆଉ ଦୁଶୀଳପଣ ପିତା ଅଙ୍ଗଙ୍କୁ ବିଚଳିତ କଲା। ଯେଉଁ ଅଙ୍ଗ ବଙ୍ଗ କଳିଙ୍ଗ, ଇଏ ତତ୍କାଳୀନ ସମୟ କଥା। ଅଙ୍ଗ ବଙ୍ଗ କଳିଙ୍ଗ ଇଏ ହେଉଛି ଅଙ୍ଗଙ୍କ ସମୟର କଥା। ଯେତେବେଳେ ବିଚଳିତ କଲା ରାଜା ଅଙ୍ଗ, ଯେଉଁ ଅଙ୍ଗରାଜ୍ୟକୁ କର୍ଣ୍ଣଙ୍କୁ ପ୍ରଦାନ କରାଯାଇଥିଲା, ତେବେ ଅଙ୍ଗ ରାଜ୍ୟ ଛାଡ଼ି ପଳାୟନ କଲେ। ଯେତେବେଳେ ରାଜ୍ୟ ଛାଡ଼ି ପଳାୟନ କଲେ, କଥା ଶୁଣିଲେ ବିଦୁର ପଚାରିଲେ, ହେ ମୁନି, ଅଙ୍ଗଙ୍କ ପରି ଜଣେ ସାଧୁ ଏବଂ ସଚରିତ୍ର ରାଜାଙ୍କର ଏପରି ଦୁଷ୍ଟ ପୁତ୍ର ହେଲା କେମିତି? ଆମ୍ବ ଗଛ ତ ଆମ୍ବ ପଳିବା କଥା, ଇଏ କଥାଟି ଓଲଟା ଲାଗୁଛି। ଆମ୍ବ ଗଛରେ ପଣସ କେମିତି ପଡ଼ିଲା? ମହାପ୍ରସାଦ ଦେଖୁଛନ୍ତି, ଆରେ ବୋଝ ଯଦି ପୂର୍ଣ୍ଣ ହେଇଯାଉଥିଲା ଖାଲି ତ ହବ ନା। ତେଣୁ ସେଇ ପ୍ରସଙ୍ଗଟି ଖାଲି ହେଲା କେମିତି? କେଉଁଠି ଖାଲି ହେଲା, କେଉଁଠିକି ଗଲା? ଠିକ୍ ସେଇଭଳି ଏଠି ଗୋଟିଏ କଥା ଆସିଲା ଯେ ସେ ଦୁଷ୍ଟପୁତ୍ର ହେଲା କେମିତି? ଯେଉଁ ରାଜା ବିଷ୍ଣୁଙ୍କ ତେଜ ଧରି ପ୍ରଜାମାନଙ୍କୁ ଶାସନ କରୁଥିଲେ, ତାଙ୍କ ପୁଅର ରାଜତ୍ୱରେ ପ୍ରଜାମାନେ ବନଗାମୀ ହେଲେ କେମିତି? ମୈତ୍ରେୟ ହସି ହସି କହିଲେ, ଅଙ୍ଗ ଥରେ ଅଶ୍ୱମେଧ ଯଜ୍ଞ କଲେ। ଅଶ୍ୱମେଧ ଯଜ୍ଞ, ମାତ୍ର ସେ ଯଜ୍ଞକୁ କୌଣସି ଦେବଗଣ ଆସିଲେନି। ଏଥିରେ ମୁନିମାନେ ବିସ୍ମୟ ପ୍ରକାଶ କଲେ ଅଙ୍ଗଙ୍କ ନିକଟରେ। କହିଲେ, ହେ ଅଙ୍ଗ, ତୁମ ଯଜ୍ଞକୁ ଦେବତାମାନେ କାହିଁକି ଆସିଲେ ନାହିଁ? ରାଜା ଅଙ୍ଗ କହିଲେ, ବୋଧହୁଏ ମୋର କିଛି ମନ୍ଦକର୍ମ ଦୋଷ ବାକି ଅଛି। ମୁନିଗଣ କହିଲେ, ହେ ରାଜା, ଏ ପ୍ରସଙ୍ଗରେ ବା ଏ ଜନ୍ମରେ ତୁମର କୌଣସି ଦୋଷ ନାହିଁ। ପୂର୍ବ ଅର୍ଜିତ କର୍ମ ପାଇଁ ତୁମେ ଅପୁତ୍ର ଦୋଷ ଭୋଗ କରୁଛ। ସେଥିପାଇଁ ଦେବଗଣ ତୁମ ଯଜ୍ଞକୁ ଆସିଲେ ନାହିଁ। ତୁମେ ପୁତ୍ରାର୍ଥେ ଏକ ଯଜ୍ଞର ଆୟୋଜନ କର, ଦେବଗଣ ମାନେ ନିଶ୍ଚୟ ଆସିବେ। ଯଜ୍ଞ ହେଲା, କିଛି ଦିନ ପରେ ଜଣେ ଅଦ୍ଭୁତ ପୁତ୍ର ଜନ୍ମ ହେଲା, ତାର ନାମ ହେଲା ବେଣ। ଅଧର୍ମ ଅଂଶରୁ ଜାତ ହେବାରୁ ସେ ଅଧାର୍ମିକ ହେଲା। କ୍ଷତ୍ରିୟ ଭାବ ରହିଲା ନାହିଁ। ଦୟା ବିବେକ ଶୂନ୍ୟ ହେଇ ଲୁବ୍ଧକ ପ୍ରାୟ ଅରଣ୍ୟରେ ଘୁରି ବୁଲିଲା।
क्षत्रिय सी क्षेत्र को रक्षा करती से होती क्षत्रिय किंतु ये क्षेत्र को रक्षा करने परिवर्ते ये पशु पक्षी शिकार कला प्रजा मानकर कषण दिन को दिन बढ़िबार देखी अंग बेण को डाकिके अनेक धर्म उपदेश देले मात्र बेण किछि बुझिलानी अंग अनेक अनुताप कले कुपुत्र एपरी आचरण रे देखिले किछि फल होउनी दिने अर्धराति से घर छाड़ी वन मध्य को चलीगले आ तांकर संधान केही मध्य पाई पारिले ना। ये अध्याय एठी सांग करा जाइछि। आमे आगामी काली श्रीमद् भागवतंकर चतुर्थ स्कंद चतुर्दश अध्याय रे जानिबा ब्राह्मण को रोष रे बेण मुक्ति पाइछंती बा ब्राह्मण को रोष द्वारा बेणकर बध होइछि। आमे आगामी काली ए संपर्क रे अवगत हबा। भीमस्यापि रणे भंगो मुनेरपि मतिभ्रम यदि शुद्धम अशुद्धम वा मम दोष न विद्यते। तेबे दर्शक बंधु आसंतु आमे एठी आज ए प्रसंग को सांग करिबा एवं भागवत आसंता काली आमे श्रवण करिबा। तेबे महाप्रभुंको ठारू टिके आमे आशीर्वाद भिक्षा करिबा। शुक्लांबरधरं विष्णु शशिवर्णं चतुर्भुजं प्रसन्नवदनं ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वासिष्ठाय नमो नमः। दर्शक बंधु आपण माने दर्शन करुछंती महाप्रभुंकर सही सौंदर्यमय संध्यार समय आउ अस्तगामी रवि अस्ताचल को जाउछंती एवं अस्ताचल को जीवा समय आकाश रक्तवर्ण धारण करिछबा रक्तिमा आकाश को आमे दर्शन करूचे। आउ से रक्तिमा आकाश को दर्शन करिवा भितरे आमे सिंहद्वार एवं भक्त मान को मध्य दर्शन करूचे। भक्त मानकर समागम आज रविवार रे मध्य प्रबल मात्रा रे बढ़ी चली कारण शनिवार रविवार ये दुई दिन छुट्टी दिन थाए। तेणु महाप्रभु भक्त मान को टिके डाकी दियंती आस मो पाखे थे बुली जीव। तेणु आमे मध्य महाप्रभु को देखुचे तांको आखि एडे सुंदर देखा जाउछि सतरे मने पड़ी जाउछि। बेलेश्वरवंत दूरे नाचुथिब नयने देखुथिबे बड़ देउळ केबे नेत्र कुंचने। अतीत विभव कहानी कही विविध रंगे आत्मा को विसोरी मिसिबे पूर्व पुरुष संगे। पूर्वर सुकृत जहाकर थिबो इडी बोतल रे पानी नेकी जाउछंती आउ सिंहद्वार भिड़ पूर्वर जहार सुकृत थिबो सेमाने ही ईश्वर अभिमुखी हेई पारिबे। तेणु आमे एपटे मध्य भक्त मान को दर्शन करूचे। आउ भक्त माने एटी दीप जलुची आपण देखुछंती अरुण स्तंभ पाखरे से दीप बा सेथिरु आळती समस्ते नौचंती कारण ये दीप से दीप पाखकु समस्ते जाउचंती। एपटे दुईटी दृश्य आमे जय जगन्नाथ टीवी रे देखुचे। जय जगन्नाथ टीवी रे जो दुईटी दृश्य देखुचे गोटे पटे पतित पावन को देखुचे आउ गोटे पटे आमे देखुचे काहाकू ना अरुण स्तंभर सामना को पतित पावन को सामना को सिंहद्वार चकड़ा को अरुण स्तंभ निकटरे ये भक्त मानकर भिड़ काना बैरिगेट रोकिथिला वर्तमान छाड़ी। तेणु भक्त माने टिके सी व्यग्र अच्छे जे जाए आम टे दर्शन करनबू दर्शन करनबू ता भितर पुलिस भाई जड़े मझीरे कड़े एपट सेपट होती फसी जाती नहीं कि। तेणु से कहते अपेक्षा कर टिके पर भिड़ कमिज एपटे माँ मैंने रही अपेक्षा कर अरुण स्तंभ को चाहिवा एवं मुंडिया मारिबा एवं सेठू आलती नबा ये केते सुंदर दर्शन आपण संध्या समय। तेणु आमे एपटे महाप्रसादर बोझटी देखुचे महाप्रसाद बोझ। तेणु महाप्रसाद महाप्रभु ये जो महामानव ये कथा को जदि आसे ताले श्री बड़ आउ महार महानायक होउछंती केसे ना महाप्रभु श्री जगन्नाथ। कारण ये महाप्रभु होउछंती सबुथिरे कौन ना महा माने सबुथिरे महान कौन चारि जुग चारि धर्म चारि वर्ण चारि जाति ये जहाँ भी देखिले
ସବୁଥିରେ ମହାପ୍ରଭୁ ହେଉଛନ୍ତି ସର୍ବ। ଏପଟେ ମାଆଙ୍କୁ ଆମେ ଦେଖୁଛେ ଧୀରେ ଧୀରେ ବଡ଼ ଦେଉଳକୁ ଦେଖୁଛେ। ବଡ଼ ଦେଉଳକୁ ଦେଖିବା ସହିତ କେଡ଼େ ସୁନ୍ଦର ଭାବରେ ଆମେ ଦେଖୁଛେ